ଆଞ୍ଚଳିକ ପାଣିପାଗ ବିଭାଗରୁ ମିଳୁଥିବା ସୂଚନା ଅନୁଯାୟୀ ଲଘୁଚାପର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣବଳୟ କ୍ଷେତ୍ର ପ୍ରଭାବରେ ସପ୍ତାହେ ଯାଏଁ ଲାଗି ରହିବ ବର୍ଷା। ଖବରଟି ଜାଣିବା ପୂର୍ବରୁ ଆପଣ ଆମ ଚ୍ୟାନେଲକୁ ନୂଆକି ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଅନ୍ କରନ୍ତୁ, ଯାହାଦ୍ୱାରା ଯେତେବେଳେ ବି ଏହିପରି ଲାଟେଷ୍ଟ ଖବର ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିବ। ଚାଲନ୍ତୁ ଡେରି ନକରି ଖବର ଉପରେ ନଜର ପକାଏ। ଲଘୁଚାପର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣବଳୟ କ୍ଷେତ୍ର ପ୍ରଭାବରେ ସପ୍ତାହକ ଯାକେ ଲାଗି ରହିବ ବର୍ଷା। 15 ତାରିଖରୁ 21 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବର୍ଷାର ପରିମାଣ। ବାହୁଡ଼ାରେ ମଧ୍ୟ ରାଜ୍ୟର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବଙ୍ଗୋପସାଗରରେ 14 ତାରିଖରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣବଳୟ 15 ତାରିଖ ଲଘୁଚାପରେ ପରିଣତ ହେବା ସହିତ ଅଧିକ ବଳ ଗୋଟାଇ ଅବପାତରେ ପରିଣତ ହେବ। 20 ତାରିଖରେ ଏହା ଓଡ଼ିଶା ଉପକୂଳ ଦେଇ ଗତି କରିବ, ଯାହା ପ୍ରଭାବରେ 15 ତାରିଖରୁ 21 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ନେଇ ଆକଳନ କରାଯାଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଜି ମଧ୍ୟ ଉତ୍ତର ଏବଂ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼ ଇତ୍ୟାଦି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିପରି ବାହୁଡ଼ା ଅର୍ଥାତ୍ 15 ତାରିଖ ଦିନ କନ୍ଧମାଳ, ଗଞ୍ଜାମ, ଗଜପତି ସମେତ ରାଜ୍ୟର 8ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।